ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଝାରସୁଗୁଡ଼ା ସମ୍ବାଦଦାତା ବସନ୍ତ କୁମାର ଜେନା। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଡିଜିଟାଲ ଯୁଗରେ ମହିଳା ଓ କିଶୋରୀମାନଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରଖିବା ଲକ୍ଷ୍ୟରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଓ ମହିଳା ଶିଶୁ ବିକାଶ ବିଭାଗର ମିଳିତ ଉଦ୍ୟମରେ ଅନଲାଇନ୍ ସେଫ୍ଟି ଓ ସାଇବର ବୁଲିଂ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଡିଜିଟାଲ ଯୁଗରେ ନାରୀ ଓ କିଶୋରୀଙ୍କ ଉପରେ ଏହାର ପ୍ରଭାବ ତଥା ସାଇବର ସୁରକ୍ଷା ଓ ସଚେତନତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଅନଲାଇନ୍ ଦ୍ୱାରା ସୃଷ୍ଟି ହେଉଥିବା ବିପଦ ଏବଂ ସାଇବର ବୁଲିଂରୁ ସୁରକ୍ଷିତ ରହିବା ପାଇଁ ସଠିକ୍ ପଦକ୍ଷେପ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯିବା ସହିତ ଡିଜିଟାଲର ବହୁଳ ବ୍ୟବହାରକୁ ଦୃଷ୍ଟିରେ ରଖି ନାରୀ ଓ କିଶୋରୀମାନଙ୍କ ଉପରେ ଏହାର ପ୍ରଭାବ ସୁରକ୍ଷା ଓ ସଚେତନତାକୁ ମୁଖ୍ୟ ବିଷୟବସ୍ତୁ ଭାବେ ଗ୍ରହଣ କରାଯାଇଥିଲା। ଡିଜିଟାଲ ସୁରକ୍ଷା ଓ ସଚେତନତାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ ଆୟୋଜିତ ଏହି କର୍ମଶାଳାରେ କିଶୋରୀ, ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଶିକ୍ଷକମାନେ ବହୁ ସଂଖ୍ୟାରେ ଯୋଗଦେବା ସହିତ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରି ଅନଲାଇନ୍ ସୁରକ୍ଷା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଗ୍ରହଣ କରି ଏହି ବିଷୟ ଅନ୍ତର୍ଗତ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏଥିସହ ଡିଜିଟାଲ ମାଧ୍ୟମରେ ସୃଷ୍ଟି ହେଉଥିବା ବିପଦରୁ ନିଜକୁ ତଥା ସମାଜକୁ ସୁରକ୍ଷିତ ରଖିବା ପାଇଁ ତାଲିମ ମଧ୍ୟ ଗ୍ରହଣ କରିଥିଲେ। ଡିଜିଟାଲ ପ୍ଲାଟଫର୍ମରେ ମହିଳା ଓ ଯୁବତୀମାନେ କିପରି ନିର୍ଭୟରେ କିପରି କାର୍ଯ୍ୟ ସମ୍ପାଦନ କରିପାରିବା ସହ ନିଜର ଅଧିକାର ପ୍ରତି ସଚେତନ ରହିବେ ସେ ନେଇ ସମସ୍ତଙ୍କୁ ସଜାଗ ଓ ସଶକ୍ତ କରାଯାଇଥିଲା। ସାଇବର ସୁରକ୍ଷା ସମ୍ବନ୍ଧରେ ଅତିରିକ୍ତ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ କହିଛନ୍ତି, ଡିଜିଟାଲ ବହୁଳ ବ୍ୟବହାର ଯୋଉ ହଉଛି ତାକୁ ଦୃଷ୍ଟିରେ ରଖି ନାରୀ ଓ କିଶୋରୀ ମାନଙ୍କ ଉପରେ ଏହାର ପ୍ରଭାବ ଓ ସୁରକ୍ଷା ଓ ସଚେତନତାକୁ ଆମେ ଗ୍ରାମାଞ୍ଚଳରେ କେମିତି ଲୋକମାନଙ୍କ ପାଖରେ ପହଞ୍ଚେଇବୁ ସେଥିପାଇଁ ଆମେ ଆଲୋଚନା କରିଥିଲୁ। ସେଥିପାଇଁ ନିର୍ଦ୍ଦିଷ୍ଟ ଆକ୍ସନ ପ୍ଲାନ ପ୍ରସ୍ତୁତି ନିମନ୍ତେ ଆମର ବ୍ଲକ ସ୍ତରରେ ଯୋଉ ସିଡିପିଓ ମାନେ କାମ କରୁଛନ୍ତି ସେମାନଙ୍କୁ ଆମେ ନିର୍ଦ୍ଦେଶ ପ୍ରଦାନ କରିଥିଲୁ। ଡିଜିଟାଲ ସୁରକ୍ଷା ଓ ସଚେତନତାକୁ ତୃଣମୂଳ ସ୍ତରରେ କେମିତି ପହଞ୍ଚେଇ ହେବ ସେଥିପାଇଁ ଆମର ଆଶା କର୍ମୀଠୁ ଆରମ୍ଭ କରି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ଶିକ୍ଷକ, ଅଙ୍ଗନବାଡି କର୍ମୀ ସମସ୍ତେ କେମିତି ପ୍ରତ୍ୟକ୍ଷ ଭାବେ ଏବଂ ପରୋକ୍ଷ ଭାବରେ କ୍ଷେତ୍ର ସ୍ତରରେ ଏହି ବାର୍ତ୍ତାଟିକୁ ସଠିକ ଭାବରେ ଅନୁପାଳନ କରିବେ ଏବଂ ତାର ସଠିକ କାର୍ଯ୍ୟାନ୍ୱୟନ ହେଇପାରିବ ତା ଉପରେ ବିଶେଷ ଭାବରେ ଗୁରୁତ୍ୱ ଆରୋପ କରାଯାଇଥିଲା। ଝାରସୁଗୁଡ଼ା ଜିଲ୍ଲାର ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତାଙ୍କ ନିମନ୍ତେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ ବରିଷ୍ଠ ଡାକ ଅଧୀକ୍ଷକ ଜୟନ୍ତ କୁମାର ଦାସ ସଞ୍ଚୟ ପକ୍ଷ ପାଳନର ଗୁରୁତ୍ୱ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଝାରସୁଗୁଡ଼ା ମୁଖ୍ୟ ଡାକଘର ପୋଷ୍ଟମାଷ୍ଟର ପ୍ରତାପ ଚନ୍ଦ୍ର ଭୋଇ ପୋଷ୍ଟ ଅଫିସର ଜମା ଉପରେ ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତାମାନଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ। ଜିଲ୍ଲାର ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବର ବିକାଶ ଉଦ୍ଦେଶ୍ୟରେ ସମଗ୍ର ଶିକ୍ଷା ଝାରସୁଗୁଡ଼ା ଓ ବେଦାନ୍ତ ଝାରସୁଗୁଡ଼ାଙ୍କ ମିଳିତ ଆନୁକୂଲ୍ୟରେ ଆନନ୍ଦ ନଗରୀ ଶିଶୁମେଳା 2025 ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ MCL ଅଡିଟୋରିୟମ ବେହେରାମାଲଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏପରି ସୃଜନଶୀଳ ମଞ୍ଚ ଛାତ୍ରଛାତ୍ରୀମାନଙ୍କୁ ବ୍ୟାବହାରିକ ଶିକ୍ଷା, ବିଶ୍ୱାସ ଓ ନବୀନ ଚିନ୍ତାଧାରାରେ ଉନ୍ନତି କରିବାରେ ସହାୟକ ହେବ ବୋଲି ମତ ପ୍ରକାଶ କରିବା ସହିତ ବିଭିନ୍ନ ଷ୍ଟଲଗୁଡ଼ିକ ବୁଲି ଦେଖିବା ସହ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଓ ଜିଲ୍ଲାପାଳ କୋନାଳ ମୋତିରାମ ଚୌହାନ ମଧ୍ୟ ମେଳାକୁ ପରିଦର୍ଶନ କରି ଛାତ୍ରମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ଉଦ୍ୟମ, ସୃଜନଶୀଳ ପ୍ରଦର୍ଶନୀ ଓ ବିଭିନ୍ନ ମଡେଲକୁ ବେଶ୍ ପ୍ରଶଂସା କରିଥିଲେ। ଆୟୋଜିତ ଶିଶୁମେଳାରେ 86ଟି ଷ୍ଟଲରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜ ହାତ ତିଆରି ହସ୍ତଶିଳ୍ପ, ଖାଦ୍ୟ ପଦାର୍ଥ, କ୍ରାଫ୍ଟ ଏବଂ ନବ ଉଦ୍ଭାବନଶୀଳ ମଡେଲଗୁଡ଼ିକ ପ୍ରଦର୍ଶନ କରିଥିଲେ। ଦୀର୍ଘସ୍ଥାୟୀ ବିକାଶ ସବୁ କ୍ଷେତ୍ରରେ ପାରସ୍ପରିକ ସହଯୋଗ, ସମନ୍ୱୟ ଓ ସହଭାଗିତାରେ ଆବଶ୍ୟକତା ରହିଥିବା ମତ ପ୍ରକାଶ ପାଇଛି। ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ସଂସ୍ଥା ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ ଓ ଲିଙ୍ଗଗତ ସମାନତା ଆଦି ବିଭିନ୍ନ କ୍ଷେତ୍ରରେ ଆନ୍ତରିକତାର ସହ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ।